ମହାଳୟାରେ ଲାଗିବାକୁ ଯାଉଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ। ଜାଣନ୍ତୁ କେତେବେଳେ ଓ କିପରି କରିବେ ହାଣ୍ଡି ଛାଡ଼। ବନ୍ଧୁଗଣ, ଆଗକୁ ଲାଗିବାକୁ ଯାଉଛି ବିରଳ ସୂର୍ଯ୍ୟପରାଗ। ତେବେ ଏହି ବିରଳ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ କି ନାହିଁ, ଏହାର ହାଣ୍ଡି ଛାଡ଼ ଓ ସୂତାକ ଅବଧି ପାଳନ କରିବେ କି ନାହିଁ, ଏବଂ ଜାଣିବା ଏହି ବିରଳ ସୂର୍ଯ୍ୟପରାଗ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ ନ କରିବା ଉଚିତ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ସ୍ୱାଗତ କରୁଛି ଆପଣଙ୍କୁ ଆମ ପ୍ରଜାପତି ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲର ଆଉ ଏକ ଜ୍ଞାନବର୍ଦ୍ଧକ ଭିଡ଼ିଓକୁ। ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁଗଣ, 2024 ବର୍ଷର ଏପ୍ରିଲ 8 ତାରିଖରେ ଘଟିଥିଲା ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଆଉ ଏବେ ଆସନ୍ତା ଅକ୍ଟୋବର 2 ତାରିଖ ବୁଧବାର ଦିନ ଆଶ୍ୱିନ ମାସରେ ସର୍ବପିତୃ ଅମାବାସ୍ୟା ଦିନ ଲାଗିବା ପାଇଁ ଯାଉଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ। ତେବେ ବନ୍ଧୁଗଣ, ହିନ୍ଦୁ ଗ୍ରନ୍ଥ ଓ ଧର୍ମଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗକୁ ଅଶୁଭ ବୋଲି ବିବେଚନା କରାଯାଏ, କାରଣ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟପରାଗର ପ୍ରଭାବ ଦେଶ ବିଶ୍ୱ ସହ ସମଗ୍ର ରାଶି ଉପରେ ମଧ୍ୟ ପଡ଼ିଥାଏ। ସୂର୍ଯ୍ୟପରାଗ ସମୟରେ ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଉପସ୍ଥିତ ଥାଏ। ଯେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଆଚ୍ଛାଦନ କରେ, ସେତେବେଳେ ପୃଥିବୀ ପୃଷ୍ଠରେ ସୂର୍ଯ୍ୟକିରଣ ଧୀରେ ଧୀରେ ହ୍ରାସ ପାଇଥାଏ ଏବଂ ବେଳେବେଳେ ଏହା ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥାଏ। ଏବଂ ସୌରମଣ୍ଡଳର ଏହି ମହାଜାଗତିକ ଦୃଶ୍ୟକୁ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗ କୁହାଯାଏ। ବନ୍ଧୁଗଣ, 2024 ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର 2 ତାରିଖ ବୁଧବାର ସର୍ବପିତୃ ଅମାବାସ୍ୟା ଦିନ ଘଟିବାକୁ ଯାଉଛି ଏବଂ ବର୍ତ୍ତମାନ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ ବର୍ଷର ଏହି ଦ୍ୱିତୀୟ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ କି ନାହିଁ ଏବଂ ଏହାର ସୂତାକ ଅବଧି ମଧ୍ୟ ବୈଧ ହେବ କି ନାହିଁ। ତେବେ ଦର୍ଶକ ବନ୍ଧୁ, ଆସନ୍ତା ସୂର୍ଯ୍ୟପରାଗ, ଯାହାକି ଭାରତୀୟ ସମୟ ରାତ୍ର 9:13 ଆରମ୍ଭ ହୋଇ ରାତ୍ର 3:17 ଶେଷ ହେବ, ଯାହାକି ଏହି ସୂର୍ଯ୍ୟପରାଗର ସମୁଦାୟ ଅବଧି 6 ଘଣ୍ଟା 4 ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ। ଯେହେତୁ ଭାରତୀୟ ସମୟ ଅନୁସାରେ ରାତ୍ରି ସମୟରେ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି, ତେଣୁ ପରାଗ ଭାରତରେ ଜମାରୁ ଦୃଶ୍ୟମାନ ହେବ ନାହିଁ ଏବଂ ସୂର୍ଯ୍ୟପରାଗ ଦୃଶ୍ୟମାନ ନ ହେବା ହେତୁ ଏହାର ସୂତାକ କାଳ ଓ ହାଣ୍ଡିଛାଡ଼ ମଧ୍ୟ ଏଠାରେ ବୈଧ ହେବ ନାହିଁ ଏବଂ ପୂଜାପାଠ ଇତ୍ୟାଦି ଧାର୍ମିକ କାର୍ଯ୍ୟକଳାପ ଉପରେ କୌଣସି ମଧ୍ୟ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ତଥାପି ମଧ୍ୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ସୂର୍ଯ୍ୟପରାଗ ଲାଗିଥାଏ, ସେତେବେଳେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱ, ପ୍ରାଣୀ ତଥା ରାଶିଚକ୍ର ଉପରେ ରହିଥାଏ। ତେଣୁ ସୁସ୍ଥ ଏବଂ ସୁରକ୍ଷିତ ରହିବା ପାଇଁ ଆସନ୍ତା ସୂର୍ଯ୍ୟପରାଗର 6 ଘଣ୍ଟା ପାଇଁ ଘରେ ପୂଜାବିଧି ବା ପୂଜା କାର୍ଯ୍ୟକୁ ଏବଂ ପାକକ୍ରିୟାକୁ ବନ୍ଦ ରଖନ୍ତୁ ଏବଂ ଘରୁ ଜମାରୁ ବାହାରକୁ ବାହାରନ୍ତୁ ନାହିଁ ଏବଂ ଖାସ୍ କରି ଛୋଟ ପିଲା ଏବଂ ଗର୍ଭବତୀ ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଯେପରି ସେମାନେ ସୂର୍ଯ୍ୟପରାଗ ସମୟରେ ବାହାରକୁ ଯିବେ ନାହିଁ। ଏବଂ ଯେତେବେଳେ ସୂର୍ଯ୍ୟପରାଗର ଅବଧି ସମାପ୍ତ ହୋଇଯିବ, ସେତେବେଳେ ଆପଣ ସ୍ନାନ କରିନେବେ ଏବଂ ପୁନର୍ବାର ଆପଣ ଘରେ ପୂଜା କାର୍ଯ୍ୟ ଓ ପାକକ୍ରିୟା ଆରମ୍ଭ କରିପାରିବେ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆସନ୍ତା ସୂର୍ଯ୍ୟପରାଗର ହାଣ୍ଡିଛାଡ଼ ଓ ସୂତାକ ଅବଧି ସମ୍ପର୍କରେ। ଯଦି ଆପଣଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଲା ଏବଂ ଆପଣ ଏହି ଭିଡ଼ିଓରୁ କିଛି ଜାଣିବାକୁ ପାଇଲେ, ତେବେ ଆମର ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଜର ସାଙ୍ଗସାଥୀଙ୍କ ସହ ସେୟାର କରିବାକୁ ଜମାରୁ ଭୁଲିବେ ନାହିଁ। ଧନ୍ୟବାଦ।